କୁହନ୍ତୁ। ମୋ ନାଁ ଅଜୟ କୁମାର ମହାନ୍ତି। ସମ୍ପୁର ନୂଆଖିଆ ଦୀର୍ଘ 900 ବର୍ଷର ପରମ୍ପରା। ଇଏ ସମ୍ପୁରର ସଂଲଗ୍ନ ସମ୍ପୁରର ସମସ୍ତେ ଆବାଳ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଆମେ ନବାନ୍ନ ପ୍ରସାଦ ଭୋଗ କରି ଘରେ କୁଟୁମ୍ବ ସମସ୍ତେ ଧରି ଆନନ୍ଦରେ ପାଳନ କରୁ। ଏହାର ଇତିହାସ କ'ଣ? ଏହାର ଇତିହାସ ହେଲା ନାଗାମାନେ ଆମର ଏଇଟାକୁ ଆରମ୍ଭ କରିଥିଲେ। ରାଣୀ ମୁକ୍ତା ଦେଇ ତାକୁ ଆସିକି ସଜ୍ଜୀକରଣ କରି ଗାଁରେ ମହାଦେବ ମନ୍ଦିର ତିଆରି କରି ତାକୁ ଆଉ ଟିକେ ବଢ଼େଇ ଦେଲେ। ରାଣୀ ମୁକ୍ତା ଦେଇ କିଏ? ରାଣୀ ମୁକ୍ତା ଦେଇ ହେଲା ଏ ପୁରୀ ରଜାଙ୍କର ଦେବଙ୍କର ସେ ଏଠି କାହିଁକି ଆସିଥିଲେ? ଯେହେତୁ ସେ ସମ୍ବଲପୁର ବାହା ହେଇଥିଲେ ଜୟଦେବକୁ, ସେଠି ପାଟରାଣୀ ହେଇପାରିଲେନି, ସେଥିପାଇଁ ରଜା ତ ରଖିପାରିବେନି ଭଉଣୀ କି, ତାଙ୍କର ଏଠି ଖମାର ଥିଲା, ଏଠି ଆଣିକି ନହର କରିକି ତାକୁ ରଖିଥିଲେ। ଠିକ୍ ଅଛି। ମୋ ନାଁ ହେଲା ବାସୁଦେବ ସାହୁ। ମୋ ଘର ହେଉଛି ବିଲପରୁ, ଜଣେ ସାମାଜିକ ୱାର୍କର। ଆଉ ଆଜି ମୋତେ ଏଠି ସମ୍ପୁର ମହୋତ୍ସବକୁ ଆମର ନୂଆଖାଇ ମହୋତ୍ସବ ଡକେଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି ଏବଂ ସମ୍ପୁରବାସୀକି ମୋ ତରଫରୁ ଧନ୍ୟବାଦ ଜଣାଉଛି। ଆଉ ମୁଁ ସମ୍ପୁର ମାଟିରେ ଯେହେତୁ ପାଦ ଦେଉଛି, ସମ୍ପୁରବାସୀ ମୋତେ ବହୁତ ଭଲ ପାଉଛନ୍ତି। ସେଥିପାଇଁ ସମ୍ପୁର ମାଟିରେ ଏ ଯଦି ମହୋତ୍ସବ ପାଇଁ କିଛି ଆବଶ୍ୟକ ପଡ଼େ ମୁଁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଉଛି ଏବଂ ଦେଲି। ଆଉ ମହୋତ୍ସବ କେମିତି ଲାଗିଲା? ମହୋତ୍ସବ ମୋତେ ଡାକିଥିବାରୁ, ଏଇ ମହୋତ୍ସବ ଏତେ ଆଡ଼ମ୍ବର ସେମାନେ କରିଥିବାରୁ ମୁଁ ବହୁତ ଖୁସି ଅଛି। ଏବଂ ଆଗକୁ ଆମର ଅଛନ୍ତି ଅନିଲ ଭାଇ, ରଜତ ଭାଇ, ରଜତ ବାବୁ ଆମର, ସେଥିପାଇଁ ସେମାନେ ମୋତେ ଡକେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି। ଏ ଗାଁର ଗ୍ରାମବାସୀ ଏବଂ ମହୋତ୍ସବ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ। ଆଜି ଏ ମହୋତ୍ସବ ଦୀର୍ଘ 200 ବର୍ଷ ଧରି ଏ ମହୋତ୍ସବଟି ପାଳନ ହୋଇଆସୁଛି। ଆମର ଯେଉଁ ନୂଆଖାଇ ପର୍ବ, ଏଠାରେ ରାଣୀ ସମ୍ବଲପୁର ରାଣୀ ମୁକ୍ତା ଦେଇ ଯେତେବେଳେ ଏ ଅଞ୍ଚଳକୁ ଆସିଥିଲେ, ସେ ପଶ୍ଚିମ ଓଡ଼ିଶାର ରାଣୀ ଥିଲେ। ତେଣୁ ଆମର ଏ ଗାଁରେ ସେ ରହି ଏ ନୂଆଖାଇ ପର୍ବଟି ମହାଦେବ ବାଲିଙ୍କ ସେଠାରେ ଆରମ୍ଭ କରିଥିଲେ। ଆଜିର ଦିନରେ ସମସ୍ତେ ସକାଳୁ ଗାଧୁଆ ପାଧୁଆ ସାରି ନୂଆ ବସ୍ତ୍ର ପରିଧାନ କରିବା ସହିତ ଘର ଆଗରେ ଝୋଟି ଚିତା ପକାଇ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଠାକୁରଙ୍କ ପାଖରେ 9ଟି ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିବା ଭୋଗକୁ ସମସ୍ତେ ଘରୁ ନେଇ ଆଣି ଏକତ୍ର ବସି ଖାଇଥାଉ। ଏହା ହେଉଛି ଭାଇଚାରା ପର୍ବ। ମୁଁ ପ୍ରମୋଦ କୁମାର ଚୌଧୁରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଘର ଏଇ ସମ୍ପୁରରେ। এই ସମ୍ପୁରରେ ଆମର ନୂଆଖିଆ ଉତ୍ସବ କେଉଁ ପୁରୁଷ ଧରି ଚାଲି ଆସୁଛି। ମାତ୍ର ଏ ଗାଁର ଯୁବବନ୍ଧୁ ଏବଂ ଅନ୍ୟାନ୍ୟ ଭଦ୍ରବ୍ୟକ୍ତିମାନଙ୍କ ସାହାଯ୍ୟ ସହଯୋଗରେ ଦୀର୍ଘ 4 ବର୍ଷ ଧରି ନୂଆଖାଇ ମହୋତ୍ସବଟି ପାଳନ କରାହେଉଛି। ଏହା ଅତି ସରସ ସୁନ୍ଦର ଭାବରେ ସମସ୍ତେ ଉପଭୋଗ କରୁଛନ୍ତି। ତେଣୁ ନୂଆଖିଆ ଏ ହେଉଛି ଗୋଟେ କୃଷିଭିତ୍ତିକ ପର୍ବ, ଯେମିତି ଭାଇଚାରାର ପର୍ବ। ଯେମିତି ଆମର ରହିଛି ଗୋଟେ ସହନ ଭବନ୍ତୁ ସହନା ଭୁନକ୍ତୁ, ଯେମିତି ଆମର ଗୋଟେ ପ୍ରାର୍ଥନା ଭୋଜନ ମନ୍ତ୍ର ରହିଛି, ସେଠି କୁହାଯାଇଛି ସହ ଅର୍ଥ କ'ଣ? ମିଳିମିଶି ଖାଇବା। ତେଣୁ ଆମର ବର୍ଷ ଯାକର ଯେଉଁ ନୂଆ କୃଷିଜାତ ଜିନିଷଟି ହୁଏ, ଆମେ ପ୍ରଥମେ ଆମ ଠାକୁରଙ୍କୁ ସମର୍ପଣ କରୁ ଏବଂ ତାପରେ ସେ ଭୋଗଟିକୁ ଆମେ ମିଳିମିଶିକରି ଆମ ଭାଇ ବନ୍ଧୁ କୁଟୁମ୍ବ। ତେଣୁ ଏହି ପରମ୍ପରାଟି ପୁରୁଷ ଧରି ଚାଲି ଆସୁଛି ଏବଂ ଆଶା କରିବୁ ଏ ଯେଉଁ ଉତ୍ସବଟି ବର୍ଣ୍ଣାঢ୍ୟ ଭାବରେ ଚାଲିଛି, ଏ ଆଗକୁ ନିଶ୍ଚିତ ଭାବରେ ଏମିତି ଚାଲୁ ରହିବ। ଏତିକି ମୋର ଜଗନ୍ନାଥଙ୍କ କାମ। ସ୍ୱାଇଁ ସମ୍ପୁର ଆମର ଏଇ ନୂଆଖାଇ ପର୍ବ ପଶ୍ଚିମ ଓଡ଼ିଶାରେ ଯେଭଳି ପାଳନ କରାଯାଉଛି, ଆମ ସମ୍ପୁର ଗାଁରେ ଦୀର୍ଘ ଦିନ ଧରି ସେହିଭଳି ଗାଁର ସମସ୍ତ ଜନସାଧାରଣ ମିଳିତ ଭାବରେ ବାଲିଙ୍ଗେଶ୍ୱର ଠାରେ ପୂଜା କରି ନୂଆ ଖାଇଥାନ୍ତି ଏବଂ ସମସ୍ତେ କୁଟୁମ୍ବମାନେ ମିଶି ଏକାନ୍ନେ ମିଶି ଏହି ନୂଆଖାଇ ପାଳନ ମହା ଧୁମଧାମରେ ପାଳନ କରନ୍ତି। ଏହା କେବେଠୁ ହେଲାଣି? ଏଇଟା ବହୁତ ଦୀର୍ଘ ଦିନ ହେଲା। ଯେତେବେଳେ ରାଣୀ ଏଠି ରହୁଥିଲେ, ସେଇଦିନ ମୁକ୍ତାରାଣୀ ମୁକ୍ତାରାଣୀ ଯେତେବେଳେ ଏଠି ରହୁଥିଲେ, ନଅର କରିକି ନୂଆ ସାଇଟ୍ ହେଇ, ସେତିକଳୁ ସେ ପାଳନ କରି ଆସୁଛନ୍ତି।
ମୁଁ ସାମ୍ବାଦିକ କାଶୀ ହୋତା ପ୍ରତିଦିନ ଟିଭି ବୋଲଗଡ଼ ବ୍ଲକର ସମ୍ପୁର ଗ୍ରାମରେ ଅନନ୍ୟ ପରମ୍ପରା ନୂଆଖାଇ ଆଜି ପାଳିତ ହେଉଛି। ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ। ସେହି ପର୍ବରେ ଆମ ପୂର୍ବ ଓଡ଼ିଶାରେ ସମ୍ପୁର ଏକମାତ୍ର ଗ୍ରାମ ଯେଉଁଠାରେ ତାହା ପାଳନ କରାଯାଏ। ଦୀର୍ଘ 600 ବର୍ଷ ପୂର୍ବରୁ ଏହା ପାଳନ ହୋଇ ଆସୁଛି। ଜନଶ୍ରୁତିରୁ ଜଣାଯାଏ ମୁକ୍ତା ଦେଇ ସମ୍ବଲପୁର ରାଜାଙ୍କର ଭଉଣୀ ମୁକ୍ତା ଦେଇ ଏଠାରେ ନଅର କରି ରହିଥିଲେ। ସେବେଠାରୁ ଏହି ପରମ୍ପରା ଏଠାରେ ଚାଲି ଆସୁଛି। ଜନସାଧାରଣ ଖୁବ୍ ମଉଜ ମଜଲିସରେ ଏହା ପାଳନ କରୁଛନ୍ତି। ଏହା ଭାଇଚାରାର ଅପୂର୍ବ ନିଦର୍ଶନ ବୋଲି ଜନସାଧାରଣରେ ପ୍ରତୀୟମାନ ହେଉଛି।